ବେଶ୍ୟାଳୟ ମାଟିରେ କାହିଁକି ତିଆରି ହୋଇଥାଏ ମା ଦୁର୍ଗାଙ୍କର ମୂର୍ତ୍ତି? ଆସନ୍ତୁ ଜାଣିବା। ପୌରାଣିକ କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ ଜଣେ ବେଶ୍ୟା ମା ଦୁର୍ଗାଙ୍କର ପରମ ଭକ୍ତ ଥିଲେ। ସେ ମା ଦୁର୍ଗାଙ୍କୁ ପୂଜା କରିବାକୁ ଯାଇ ଲୋକମାନଙ୍କ ଠାରୁ ବହୁ ଅପମାନିତ ହୋଇଥିଲେ, ଯାହାକୁ ମା ଦୁର୍ଗା ସହିପାରି ନଥିଲେ। କାରଣ ସେ ସାରା ଜଗତର ମା। ତେଣୁ ସେ ନିଜ ସନ୍ତାନର ଦୁଃଖକୁ ସହିପାରି ନଥିଲେ। ତାଙ୍କୁ ତିରସ୍କାରରୁ ମୁକ୍ତି କରିବାକୁ ମା ନିଜେ ଆଦେଶ ଦେଇଥିଲେ କି ଯେତେବେଳେ ତାଙ୍କ ପ୍ରତିମା ପୂଜା କରିବା ପାଇଁ ନିର୍ମାଣ କରାଯିବ, ସେଥିରେ ବେଶ୍ୟାଳୟର ମାଟି ବ୍ୟବହାର କରାଯିବ। ମା ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରଥାକୁ ପାଳନ କରାଯାଇଥାଏ ବୋଲି କୁହାଯାଏ। ଆହୁରି ମଧ୍ୟ କୁହାଯାଏ କି ଯେତେବେଳେ ଜଣେ ବ୍ୟକ୍ତି ବେଶ୍ୟାଳୟକୁ ଯାଆନ୍ତି, ସେତେବେଳେ ସେ ତାଙ୍କ ପବିତ୍ରତାକୁ ବେଶ୍ୟାଳୟ ଦ୍ୱାରରେ ଛାଡ଼ି ଦେଇ ଯାଇଥାନ୍ତି। ତାଙ୍କର ସମସ୍ତ ଭଲ କର୍ମ ଓ ଶୁଦ୍ଧତା ବେଶ୍ୟାଳୟ ବାହାରେ ହିଁ ରହିଯାଇଥାଏ। ସେଥିପାଇଁ ବେଶ୍ୟାଳୟର ମାଟିକୁ ମାଙ୍କର ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଏ। ନିଜେ ଦେଖନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦେଖାନ୍ତୁ। ଆଉ ଏହିଭଳି ଇଣ୍ଟରେଷ୍ଟିଂ ତଥା ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।